ଆପଣ ଜାଣିଛନ୍ତି ମୁଦୁଲର ବିଷ୍ଣୁ ସେଇ ଘରଣୀ ସେଦିନ ଆପଣଙ୍କର ସେ ତ ଅସୁରର ସ୍ତ୍ରୀ ନା ତାର ସତୀତ୍ୱ ନଷ୍ଟ କରିଥିଲେ। ପବନ ଦେବତା ବାନରୀରେ ବସ ହେଲେ କିନ୍ନରୀଙ୍କ ସଙ୍ଗତେକୁ ବେଲ ପ୍ରୀତି କଲେ। ପବନ ଦେବତା ସାଧାରଣ ବାନରୀ ରାମାୟଣ ମନେ କହିବ ମୁଢିଟିଏ ଋଷି କନ୍ୟା ସୁନ୍ଦରୀ ଯୁବତୀ ଇଏ ମହାର ଦେଖ ଦେଖ ମୋର ଦିବ୍ୟ ରୂପ ଆରେ କଣ ଭାବୁଛ? ରାମଚନ୍ଦ୍ର ସୁଣରେ ତୁମେ ତ ଅସତୀ ପରସ୍ତ୍ରୀ ହୋଇଥିବାରୁ ଇନ୍ଦ୍ରଙ୍କର ହୋଇଥିଲା ସହସ୍ର ଜନି ଗୌତମଙ୍କ ନାରୀ ଅହଲ୍ୟା ହୋଇଥିଲେ ପାଷାଣୀ। ଏହା କଣ ଜାଣିନାହ ତୁମେ? ପୁନରପି ମୋ ଠାରେ ବଳାଉଛ ମାନେ ଯଦି ତୁମେ ସତୀତ୍ୱ ଧର୍ମକୁ କରିବ ପାଳନ ଏ ସଂସାରରେ ତୁମ ଦର୍ଶ ହୋଇବ ବିଖ୍ୟାତ। ଓ ଏଇଥିପାଇଁ ଆପଣ ଭୟ କରୁଛନ୍ତି? ଇନ୍ଦ୍ର ଅହଲ୍ୟାଙ୍କୁ ଶାପ ଦେଇଥିଲେ ବହୁତ ହେଲେ ହେ ସୁନ୍ଦର ପୁରୁଷ ଆପଣ ବୋଧେ ଜାଣିନାହାନ୍ତି ମୋ ବିଷୟରେ। ସୁପର୍ଣ୍ଣଖା କହୁ ଅଛି ଶୁଣ ହେ ଶ୍ରୀରାମ ତାକୁ ଶାପ ଦେଲେ ଗୌତମ কথারে সন্দেহ ସୁନ୍ଦର ପୁରୁଷ କଣ ଭାବୁଛନ୍ତି? ହେଲେ ଇନ୍ଦ୍ର ଅହଲ୍ୟାକୁ ଶାପ ଗୌତମ ଦେଇଥିଲେ। ମୋର ତ ବିବାହ କାଳରୁ ସ୍ୱାମୀ ମରି ଯାଇଛନ୍ତି ଏଥିରେ ତ ସନ୍ଦେହ ନାହିଁ। ଆସ सुनीन श्री रामचंद्र ছাড়ি যাত ধন জলে
ଯାହାର ପୂର୍ଣ୍ଣ ଅଭିଳାଷ ତାହାର ସେ ସକଳ ସମ୍ପତ୍ତି। ଆଚ୍ଛା ଯେପରି ଚାତକର ଗଙ୍ଗା ଜଳ ଛାଡ଼ି ଘନ ଜୀବନ, ସେହିପରି ଜାନକୀ ବ୍ୟତୀତ ମୋର ଅନ୍ୟ ନାରୀ ପରେ ନାହିଁ ପ୍ରଲୋଭନ। ଆଚ୍ଛା ହେ କମନୀୟ ସୁନ୍ଦର କାନ୍ତି ପୁରୁଷ, ମୁଁ କହୁଛି ଶୁଣ। ଶୃପଣଖା କହଇସୁ ନିମାର ଭୂବୀର ଗଙ୍ଗାର ପାନ କରଇ ଚପର দেখি হুয়াই হরস কথারু তম করি বিচার মানুষ ভর ভার জামানবী মুহি বাড়ি କମନୀୟ କାନ୍ତି ପୁରୁଷ, ଆପଣ ଚିନ୍ତା କରନ୍ତୁ। ଚନ୍ଦ୍ର କିରଣରେ ଚକରା ପକ୍ଷୀ ବାମ ହୋଇ ସେ କଣ ତତ୍ତ୍ୱର ପାନ କରେ ନାହିଁ? ଆପଣ ତ ବିଜ୍ଞ ପୁରୁଷ, ବିଚାର କରନ୍ତୁ। ତୁମର ଭାଜିଆ ମାନବୀ ସୀତା ପାଇଁ ଆପଣ ମତେ ମନା କରିଦଉଛନ୍ତି। ପୁରୁଷ ବିଶ୍ରାମ ଶିକ୍ଷା ବେଦ ବିଦ୍ୟା ମନ୍ତ୍ର